पारुछु ना नहीं बड़ भाई तोर बसिक आखिर लुह बड़ौची आखिर लुह देखी तू सही पारुछु केमिति ମୋ ସ୍ତ୍ରୀ ଆଗରେ ଧରା ପଡ଼ିବି ବୋଲି ଆଜି ପର୍ଯ୍ୟନ୍ତ ଚୁପ୍ ହେଇକି ଅଛି। ଆଜି ସମସ୍ତଙ୍କୁ କହିଦେଉଛି ମୋ ରୋଜଗାର ଟଙ୍କାର ତମେ ଗୋଟେ ବି ଟଙ୍କା ଖର୍ଚ୍ଚ କରିପାରିବ। ମୁଁ ଆଉ ତମ ସ୍ତ୍ରୀ ଦଳ କରି ବସିକି ମୋ ପତରେ ଖାଇବାକୁ ଦେଇପାରିବିନି। ମୋ ସ୍ତ୍ରୀକୁ ଯଦି ତମ ବାଧ୍ୟ କରେ ଘରେ ବସି ଖାଇବା ପାଇଁ ତମେ ଯେମିତି ଦାନା ପାଣି ଅଛ ବାସ୍। ଠିକ ଅଛି ପୁଅ। ଆରେ ତୁ ଯେତେବେଳେ ମନା କରୁଛୁ ତୋ ବାପା ମା ବଡ ଭାଇକୁ ଖାଇବାକୁ ଦବୁନି ବୋଲି ଆମେ କେହି ତ କିଛି ଖାଇବୁନି। ଉପାସ ରହିଲେ ମରିଯିବୁ ପଛେ ହେଲେ ପାଣି ଗିଲାସରେ ଆମେ ପିଇବୁନି। ସିଏ ମନା କରିଦେଲା ବୋଲି ଆମେ ବୁଢା ବୁଢୀ ଦିଟା କଣ ଉପାସ ରହିବା? ଭାଇ ଜାଣେ କି ହେଲେ ତୋ ସ୍ୱାମୀରେ ଗୋଟାଏ ଗୋଡ ସିନା ଛୋଟା ହେଇଯାଇଛି ହେଲେ ଆଉ ଗୋଟାଏ ଗୋଡ ଆମର ଭଲ ଅଛି। ଏ ହାତ ଦିଟା ଏବେ ବି ମୋର ଭଲ ଅଛି। ଯୋଉ ହାତକୁ ଧରି ତୁ ସାରା ଜୀବନ ହାତ ଚାଲିବୁ ବୋଲି କେତେ ସପନ ଦେଖିଛୁ ସେ ହାତ ଦିଟା କେବେ ତୋ ସାଙ୍ଗରେ ବେଇମାନି କରିବନି। ଯେମିତି ହଉ ଯୋଉଠୁ ତୋ ପେଟକୁ ମୁଠାଏ ଭାତ ଆଉ ତୋ ହାତକୁ ଦିପଟ କାଚ ଆଉ ତୋ ଦେହ ଘୋଡେଇ ହେବା ପାଇଁ ଖଣ୍ଡେ ସୂତା ଶାଢୀ ସେ ଯୋଗାଡ଼ କରିପାରିବ। ଅତି ଉତ୍ତମ କଥା, କିଛି ଅସୁବିଧା ନାହିଁ। ହେଲେ ମୋ ସ୍ତ୍ରୀ ଯଦି ମୋ ଅସଲ ରୂପଟା ନ ଜାଣି ମୋ ଭାଇ ତ ପ୍ରବଳ ଲୋକ କଲେ ହଁ ହଁ ହଉଛି। विश्राम नबू नहीं रे माँ हमें चलो खाई की मना कर भोग नहीं चिंता करना खाई भोक नहीं भोक नहीं जिते आम नियम पकेले आप खाई हम जमा मत बाध्य करना तो शाशु ये रही पाए मु जमा रही पारि कहीं कहलु मार्बल घर चलबार अभ्यास मोर नहीं जदि पड़ीजी एमती झुटिकी पड़ीजी पुणी गोड़ अचल हो सहजरे गोटाए गोड़ छोटा पुणी जब पड़गले सब सरीजे तो जमा बाध्य करना आम से अच्छु भल
ଜମା ବ୍ୟସ୍ତ ହନା ଏ ମେଡିସିନ ଖାଇକି ଟିକେ ବିଶ୍ରାମ ନବ ଚାଲ ଚାଲ ବାପା ମା ତମେ ସେପଟେ ରହିବ ନା ଏଇପଟେ ରହିବ